हेलो एवरीवन जय जगन्नाथ वेलकम टू एजुकेयर। तो दशम श्रेणी छात्र छात्री मैंने तुम समर हॉलिडेज होमवर्क बा तुम ग्रीष्म प्रभाव छुट्टीर गृह कार्य नहीं आसी। तो ये वीडियो रे पूरा आंसर कौन अच्छी आंसर देखिए केमती कौन आंसर हम कौन हम तो से विषय सब किसी देखिए। तो तुम एससीएल आज कौन अच्छी ना एससीएल आंसर पूरा देखिए क्वेश्चन सह आंसर पूरा देखिए। तो समस्त वीडियो लास्ट जाए देख पूरा आंसर करवा देखिए। ଏବଂ ପିଲାମାନେ ଯେଉଁମାନେ ଚ୍ୟାନେଲରେ ନ୍ୟୁ କରିକି ଅଛ ସମସ୍ତେ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅ, ଭିଡ଼ିଓ ନିଜ ସାଙ୍ଗମାନଙ୍କୁ ମଧ୍ୟ ସେୟାର କରିଦିଅ, ଲାଇକ୍ ମଧ୍ୟ କରିଦିଅ। ତ ପିଲାମାନେ ଚାଲନ୍ତୁ ଲେଟ୍ ନ କରି ଷ୍ଟାର୍ଟ କରିବା। ତ ପିଲାମାନେ ଆଜି ଆମେ ଏସସିଏଲ ଡିସ୍କସନ କରିବା। ତାପରେ ଆଗରୁ ତମର ଏସସିବି ଡିସ୍କସନ ସରିଛି, ଓଡ଼ିଆ ମଧ୍ୟ ଡିସ୍କସନ ସରିଛି, ଇଂଲିଶ ମଧ୍ୟ ଡିସ୍କସନ ସରିଛି, ଆଉ ମ୍ୟାଥ ମଧ୍ୟ ଡିସ୍କସନ ସରିଛି। ତ ଅଲରେଡି ସେ ସବୁ ଆମ ଚ୍ୟାନେଲ ଅପଲୋଡ ସରିଛି। ତ ଜଲ୍ଦି ଯଦି କିଏ ଦେଖିନ ଜଲ୍ଦି ଜଲ୍ଦି ଚ୍ୟାନେଲରେ ଦେଖିପାରିବ। ଆଉ ବାକି ଯାହାର ଯାହା ବି ରହିଲା ହିଷ୍ଟ୍ରି ଜୋଗ୍ରାଫି ହଉ କି ଯାହା ବି ରହୁ ତ ସେ ସବୁ ବହୁତ ଜଲ୍ଦି ଆମ ଚ୍ୟାନେଲ ଅପଲୋଡ ହେଇଯିବ। ତ ପିଲାମାନେ କେହି ମଧ୍ୟ ବ୍ୟସ୍ତ ହୁଅନି। ତ ଲେଟ୍ ନ କରି ଚାଲ ଦେଖିବା ଏସସିଏଲ କଣ ଦେଇଛି। ଏସସିଏଲ ର ଏକ ନମ୍ବର କଣ ଦେଇଛି, ପରଭୋଜି ପୋଷଣର ପ୍ରକାର ଭେଦ ଉଦାହରଣ ସହ ବର୍ଣ୍ଣନା କର। ତ ଏକ ନମ୍ବର ଆନ୍ସର ଚାଲ ଦେଖିବା ପିଲାମାନେ, ଏକ ନମ୍ବର ଆନ୍ସର ଦେଖିବା। ତ ଏକ ନମ୍ବର ଆନ୍ସର କଣ ଦେଲା, ପରଭୋଜି ପୋଷଣ କଣ, ପରଭୋଜି ପୋଷଣ ପ୍ରକାର ଭେଦ ଉଦାହରଣ ସହ ବୁଝାଅ। ତ ଆନ୍ସର କଣ ନା, ଯେଉଁ ଜୀବମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରି ନ ପାଇ ପୋଷଣ ପାଇଁ ଅନ୍ୟ ପ୍ରାଣୀ ବା ଉଦ୍ଭିଦ ଉପରେ ନିର୍ଭର କରିଥାନ୍ତି ସେମାନଙ୍କୁ ପରଭୋଜି କୁହାଯାଏ। ସମସ୍ତ ପ୍ରାଣୀ ମଲାଙ୍ଗ ନିର୍ମୂଳ ରାପ୍ଲେସିଆ ଆଦି ପରଜୀବୀ ଉଦ୍ଭିଦ କବକ ଓ ଅଧିକାଂଶ ବ୍ୟାକ୍ଟେରିଆ। ତାପରେ କଣ କହିଲା, ଏହି ଜୀବମାନଙ୍କର ପୋଷଣ ପ୍ରଣାଳୀକୁ ପରଭୋଜି ପୋଷଣ କୁହାଯାଏ। ପରଭୋଜି ପୋଷଣ ମୁଖ୍ୟତଃ ଚାରି ପ୍ରକାର, ଯଥା ପ୍ରାଣୀ ପୋଷଣ, ମୃତଜୀବ ପୋଷଣ, ପରଜୀବୀୟ ପୋଷଣ, ସହଜୀବୀୟ ପୋଷଣ। ତାପରେ କଣ କହିଲା, ପ୍ରାଣୀ ପୋଷଣ। ପ୍ରାଣୀ ପୋଷଣ କଣ ନା, ଯେଉଁ ପୋଷଣ ପ୍ରାଣୀ କିମ୍ବା ଉଦ୍ଭିଦର ସମୁଦାୟ ଶରୀର କିମ୍ବା ଆଂଶିକ ଶରୀର ଖାଦ୍ୟ ରୂପେ ଅନ୍ୟ ପ୍ରାଣୀଙ୍କ ଦ୍ୱାରା ବ୍ୟବହୃତ ହୋଇଥାଏ ତାହାକୁ ପ୍ରାଣୀ ପୋଷଣ କୁହାଯାଏ। ତ ଉଦାହରଣ ମଣିଷ, କୁକୁର, ବିଲେଇ, ଅସରପା, ଏମିବା ଇତ୍ୟାଦି। ତ ମୃତଜୀବୀ ପୋଷଣ କଣ, ମୃତଜୀବୀ ପୋଷଣ କଣ ନା, ଯେଉଁ ପୋଷଣ ଦ୍ୱାରା ପରଭୋଜି ମୃତ ଗଳିତ ପଚାସଢ଼ା ଉଦ୍ଭିଦ ବା ପ୍ରାଣୀରୁ ଖାଦ୍ୟ ସଂଗ୍ରହ କରି ନିଜ ପୁଷ୍ଟି ସାଧନ କରିଥାନ୍ତି ତାହାକୁ ମୃତଜୀବୀ ପୋଷଣ କୁହାଯାଏ। ତାପରେ କଣ କହିଲା, ଏହି ଜୀବମାନେ କଠିନ ପଦାର୍ଥକୁ ଖାଦ୍ୟ ରୂପେ ଗ୍ରହଣ କରିପାରନ୍ତି ନାହିଁ। ସାଧାରଣତଃ ଖାଦ୍ୟ ଗ୍ରହଣ କଲାବେଳେ ଏମାନେ ନିଜ ଶରୀରକୁ ପାଚକ ରସ କ୍ଷରଣ କରି ଶରୀର ବାହାରେ ହିଁ ଜଟିଳ ଖାଦ୍ୟକୁ ସରଳ ଖାଦ୍ୟରେ ପରିଣତ କରିଦିଅନ୍ତି ଓ ପରେ ସରଳୀକୃତ ଖାଦ୍ୟକୁ ଶରୀର ମଧ୍ୟକୁ ଶୋଷଣ କରି ଶରୀର ଗଠନରେ ବିନିଯୋଗ କରିଥାନ୍ତି। ଛତୁ ଜାତୀୟ କବକ, ଇଷ୍ଟ, ବ୍ୟାକ୍ଟେରିଆ ଆଦି ଜୀବମାନଙ୍କ ଠାରେ ଏହି ପୋଷଣ ଦେଖାଯାଏ। ତ ନେକ୍ସଟ କଣ କହିଲା, ପରଜୀବୀ ପୋଷଣ। ଯେଉଁ ପୋଷଣ ଜୀବମାନେ ଅନ୍ୟ ଜୀବନ୍ତ ଉଦ୍ଭିଦ ବା ପ୍ରାଣୀ ଶରୀର ଭିତରେ ବା ବାହାରେ ରହି ସେମାନଙ୍କ ଠାରୁ ଖାଦ୍ୟ ସଂଗ୍ରହ କରି ନିଜ ପୁଷ୍ଟି ସାଧନ କରିଥାନ୍ତି ସେମାନଙ୍କୁ ପରଜୀବୀ ପୋଷଣ କୁହାଯାଏ। ପରଜୀବୀ ମାନେ ଭୋଜଦାତା ଉଦ୍ଭିଦ ବା ପ୍ରାଣୀଙ୍କ ଠାରୁ ସରଳୀକୃତ ଖାଦ୍ୟ ସିଧାସଳଖ ଗ୍ରହଣ କରି ନିଜର ଭୋଜଦାତାର ଆଶ୍ରୟରେ ରହି ପରଜୀବୀମାନେ ସାଧାରଣତଃ ତାହାର ଅନିଷ୍ଟ କରିଥାନ୍ତି। ମଲାଙ୍ଗ, ନିର୍ମୂଳୀ, ରାପ୍ଲେସିଆ ଆଦି ଉଦ୍ଭିଦ, ପ୍ଲାସ୍ମୋଡିୟମ, ଉଙ୍କୁଣି, ଜୋକ, କେତେକ କୃମି ପରି ପ୍ରାଣୀ। ତାପରେ ସହଜୀବ ପୋଷଣ କଣ, ସହଜୀବ ପୋଷଣ କଣ ପିଲାମାନେ ନା, ସହଜୀବ ପୋଷଣ ଯେଉଁ ପ୍ରାଣୀରେ ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ଜାତିର ପ୍ରାଣୀ ଅଥବା ଉଦ୍ଭିଦ ଓ ପ୍ରାଣୀ ଓ ଅଣୁଜୀବ ବା ଉଦ୍ଭିଦ ଓ ଅଣୁଜୀବ ମଧ୍ୟରେ ପୋଷଣର ଆଦାନ ପ୍ରଦାନ ହୋଇଥାଏ ତାହାକୁ ସହଜୀବ ପୋଷଣ କୁହାଯାଏ। ଏଥିରେ କେହି କାହାର କ୍ଷତି କରନ୍ତି ନାହିଁ ବରଂ ସେମାନଙ୍କ ଭିତରେ ପୋଷଣର ଆଦାନ ପ୍ରଦାନ ହୋଇଥାଏ। ମନୁଷ୍ୟର ଅନ୍ତନଳୀର ସହଜୀବୀ ଭାବେ ବାସ କରୁଥିବା ଇସରିଚିଆ କୋଲାଇ ନାମକ ବ୍ୟାକ୍ଟେରିଆ ଶରୀରରେ ଭିଟାମିନ ବି ବା କୋବାଲାମିନ୍ ପ୍ରସ୍ତୁତ କରି ମନୁଷ୍ୟକୁ ଯୋଗାଇଥାଏ। ତା ପରିବର୍ତ୍ତେ ମନୁଷ୍ୟ ଅନ୍ତନଳୀରୁ ସରଳୀକୃତ ଖାଦ୍ୟ ଗ୍ରହଣ କରି ନିଜର ପୁଷ୍ଟି ସାଧନ କରିଥାଏ। ତାପରେ କଣ କହିଲା, ଯବକ୍ଷାରଜାନ ବିବର୍ତ୍ତନରେ ସହଜୀବୀ ବ୍ୟାକ୍ଟେରିଆର ଅବଦାନ ସହଜୀବିତାର ଅନ୍ୟ ଏକ ଉଦାହରଣ ଅଟେ। ତ ପିଲାମାନେ ଇଏ ଥିଲା ତମର କଣ ନା, ଏକ ନମ୍ବର କ୍ୱେଶ୍ଚନ ଆନ୍ସର। ତ ନେକ୍ସଟ ଦୁଇ ନମ୍ବର କ୍ୱେଶ୍ଚନ ଦେଖିବା, ତା ଆନ୍ସର ମଧ୍ୟ ଦେଖିବା। ତ ଦୁଇ ନମ୍ବର କ୍ୱେଶ୍ଚନ କଣ ଦେଇଛି ଦେଖିବା। ତ ପିଲାମାନେ ଦୁଇ ନମ୍ବର କ୍ୱେଶ୍ଚନ କଣ ଦେଲା, ଆଲୋକ ସଂଶ୍ଳେଷଣ ଆଲୋକ ପ୍ରକ୍ରିୟା କିପରି ହୁଏ ବୁଝାଅ। ତ ପିଲାମାନେ ଚାଲ ଦୁଇ ନମ୍ବର କ୍ୱେଶ୍ଚନ ଦେଖିଲେ ଆନ୍ସର ଦେଖିବା କଣ ହବ। ଦୁଇ ନମ୍ବର ଆନ୍ସର କଣ ହବ, ତ ଦୁଇ ନମ୍ବର କ୍ୱେଶ୍ଚନ ଆନ୍ସର କଣ ହବ, ଆଲୋକ ସଂଶ୍ଳେଷଣ ଆଲୋକ ପ୍ରକ୍ରିୟା ବୁଝାଅ। ତ କଣ ହବ ଏହାର ଆନ୍ସର, ଏହି ପ୍ରକ୍ରିୟା ପାଇଁ କ୍ଲୋରୋଫିଲ୍, ଜଳ ଓ ଆଲୋକ ଆବଶ୍ୟକ। କ୍ଲୋରୋଫିଲ୍ ଅଣୁଗୁଡ଼ିକ ଦୃଶ୍ୟମାନ ଆଲୋକ ରଶ୍ମିକୁ ଶୋଷଣ କରି ଶକ୍ତି ପ୍ରବାହ ଜରିଆରେ ଏକ କ୍ଲୋରୋଫିଲ୍ ଅଣୁକୁ ଅଧିକ ଶକ୍ତି ସମ୍ପନ୍ନ କରି ଏଥିରେ ଉତ୍ତେଜନା ସୃଷ୍ଟି କରିଥାନ୍ତି। ଏହି ଉତ୍ତେଜିତ କ୍ଲୋରୋଫିଲ୍‌ରୁ ଏକ ଇଲେକ୍ଟ୍ରନ୍ ବାହାରି ଥାଇଲାକଏଡ୍ ଝିଲ୍ଲିରେ ପ୍ରବାହିତ ହେବା ଦ୍ୱାରା ଥାଇଲାକଏଡ୍ ଭିତରକୁ ଉଦ୍ଜାନ ଆୟନ ପ୍ରବାହିତ ହୋଇଥାଏ। ଏହା ନିମ୍ନ ଶକ୍ତି ସମ୍ପନ୍ନ ଜାରିତ NADP କୁ ବିଜାରିତ କରି NADPH ରୂପକ ରାସାୟନିକ ଶକ୍ତିରେ ପରିଣତ କରେ। ଇଲେକ୍ଟ୍ରନ୍ ପ୍ରବାହ ସମୟରେ ଉଦ୍ଜାନ ଥାଇଲାକଏଡ୍‌ରୁ ବାହାରି ଯାଇ ATPH
एंजाइम द्वारा एडीपी एटीपी रे परिणत हुए। एटीपी और एनएडीपीएच मिसी आलोक संश्लेषण शक्ति गठन करथांती। तो पिलाने ये तुम 2 नंबर क्वेश्चन और तार आंसर। नेक्स्ट 3 नंबर क्वेश्चन देखिया तार आंसर देखिया। तो चलतु फास्ट 3 नंबर क्वेश्चन देखिया। तो पिलाने 3 नंबर क्वेश्चन कौन देला, मनुष्यर पाकनळी पाक ग्रंथि एक नामांकित नमूना बा मॉडल कार्डबोर्ड बा थर्मोकोल नहीं प्रस्तुत करो। तो पिलाने चलो आर आंसर देखिया। तो 3 नंबर आंसर देखिया चलो कौन देइछि। तो पिलाने ये रहला तुमरो मनुष्यर पाकतंत्र। मनुष्यर पाकतंत्र फास्ट तुम कौन रहला, एटा रहला जीभ। एटा रहला जीभ, तापर ग्रसनी, तापर अधिजीव। एटा कौन रहला ना अधिजीव। तापर पिलाने एटा कौन ना एटा रहला तुम निर्गल। एटा तो समस्त जानछ पाटी। तापर एटा मुख्य गहर। ए जो जागाटा रहउछ एटा होछ मुख्य गहर। तापर एटा लाल ग्रंथि। तापर पिलाने एटा मध्यछदा। मध्यछदा कोडा ना एटा जो गार भलिया पडिछ एटा होछ मध्यछदा। तापर यकृत, एटा होछ यकृत। तमरो एटा होछ यकृत। तापर ग्रहण, ग्रहण कोडा ना एटा होछ ग्रहण। एटा ए जागाटा। तापर कोन रहला कोलन। तापर एटा रहला कोलन। तापर सिक्किम। तापर कोन रहला पायरोलिक स्टोमाट। तापर अग्नाशय, एटा रहला अग्नाशय। तापर जेजुनम, एटा कोन ना जेजुनम। एटा जेजुनम। तापर रहला कोन, एटा रहला इलियम। तापर बृहदंत्र, एटा बृहदंत्र। तापर एटा मलाशय आ एटा मलद्वार। एटा होछ तमरा मलद्वार। आ एटा रहला तमरा अपेंडिक्स। तो पिलाने ये थला तुम 3 नंबर क्वेश्चन और आंसर। तो नेक्स्ट तो चलो 4 नंबर क्वेश्चन देखिया तो आंसर मते देखिया। तो पिलाने 4 नंबर क्वेश्चन और आंसर देखिया पूर्व आउ किछि मते अछि तम पय देखि नियो। आकु मते बनै परिबो। ए चित्रटी मते बनै परिबो। तापर नेक्स्ट कोन अछि डाइजेस्टिव ग्लैंड्स। आकु मते बनै परिबो। एइभळा किछि मते बनै परिबो पिलाने। एइभळा किछि कार्डबोर्ड द्वारा मते बनै परिबो। इजी अछि। तो पिलाने चलो नेक्स्ट हम 4 नंबर क्वेश्चन देखिया तो आंसर देखिया। तो पिलाने एटा नेक्स्ट 4 नंबर कोन देला, 4 नंबर देला क्लोरोप्लास्ट रो एक मॉडल कार्डबोर्ड बा थर्मोकोल स्ट्रॉ नै प्रस्तुत करो। तो पिलाने चलो 4 नंबर आंसर देखिया। तो 4 नंबर आंसर देखिया पिलाने चलो। एटा रहला तमर क्लोरोप्लास्ट। एटा तमर रहला क्लोरोप्लास्ट। ए मॉडल टाको तुम माने बनेबो। ए जो मॉडल टा। तो पिलाने देखो भलसे देखो एटा एई मॉडल टाको बनेबो। एई परि भाबरे किछि बनेबो। एटा जेम तमर देइछि आउटर मेम्ब्रेन्स, तापर स्ट्रोमा, तापर इनर मेम्ब्रेन्स, तापर ग्रानम, तापर राइबोसोम, तापर थाइलाकॉइड। तो पिलाने सब किछि दर्शेबो। तो पिलाने तो पिलाने ये तमर 10वीं श्रेणी पिला मानकर समर हॉलिडेज होमवर्क रो एससीएल रो आंसर। तो पिलाने ए वीडियो हम एससीएल रो आंसर डिस्कशन करछंती। एससीपी आ बाकी रहला मैथ तमरो ओडिया ऑलरेडी हम चैनल रे अपलोड हो जाछि। जो मान देखिना जल्दी जल्दी चैनल रे देखि नियो। एवं कार किछि डाउट ले समस्त कमेंट सेक्शन में जाने परियो। तो पिलाने रहूछि जय जगन्नाथ। नेक्स्ट वीडियो देखा हबा।